भागवत चतुर्थ स्कंध। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपामहतं वन्दे परमानन्दमाधवं। निगमकल्पतरुर्गलितं फलं सुखमुखादमृतद्रवसंयुक्तं पिबत भागवतं रसमालयं मुहुरहो रसिका भुवि भावुकाः। प्रथम अध्याय। ओं गं गणपतये नमः। मैत्रेय उवाच। एवे हो शृण एकचित्ते चतुर्थ स्कंध भागवते। पूर्वे जे पद्मजोनि तनु जन्मिले स्वयंभुव मनु। ता नारी शतरूपा नाम पूजित सर्वगुणधाम। तार उदरे बेनिसुत अपर तीनोटी दुहित। आकुति देवहूति बेनी प्रसूति नामे कन्या तिनी। आकुति रुचिका रुचिकी बरिला पुत्रिका अर्थे विभादेला। जे धर्म विधि देवंगे विचारी शतरूपा संगे। से प्रजापति गृहे आणी स्वधर्मे आकुति घरणी। से कन्या गर्भे ऋषि बीर्जे पुत्र दुहिता महातेजे। जन्मिले अति सुलक्षण ताहांक नाम एवे शुण। यज्ञ पुरुष तांक वंशे जन्म होइले विष्णु अंशे। कन्या स्वरूपा सुलक्षणा ता नाम कल्पिला दक्षिणा। सेवेनी कन्या पुत्र आणी स्वगृहे मनुंक घरणी। निज पत्य प्रिय भावे पालई मनु वंश लाभे। एमंते गला दिना केते से मनु अलंकार जुते। यज्ञ संपूर्णे कन्या देला निगत मते धर्म कला। से यज्ञपति कन्या पाई गृहस्थ धर्म विधि बही। दक्षिणा गर्भे मुनि बला द्वादश पुत्र जन्म कला। तोष प्रतोष पुत्र बेनी संतोष भद्र शांति तिनी। षष्ठरे पुत्र इडस्पति वेदे अधिक जारमति। इंदु कविजय विभूस्वान्न सुदेव द्वादशे रोचन। ये जे द्वादश भातृगणे मनुर आज्ञा परमाणे। ताहांकु तुष्ट देवगण होइले सृष्टिर कारण। मरीचि आदि सप्त मुनि यज्ञ को इंद्र पदे घेनी। उत्थान पाद प्रिय व्रत एवेनी मनु राजा सूत। यहांक वंशे राजा जेते पुत्र पौत्र प्रमिते। जे कन्या देवहूति नाम ताहाकु लभिला कर्दम। ताहार नव कन्या गर्भे जे अबा पूजिले पूर्वे। से कथा कहिबि मु तते तु जेबे पचारिलु मते। प्रसूति कन्या मनु राजा
ଦେଇ ଦକ୍ଷକୁ କଲା ପୂଜା। ତାର ସନ୍ତତି ତିନି ଲୋକେ ବିଖ୍ୟାତ ହୋଇଲେ ଅନେକେ। କହିବି ଏଥିର କାରଣ ତୁ ଏବେ ସାବଧାନେ ଶୁଣ। ଶୁଣନ୍ତେ ନବ ମୁନି ବଂଶ ହରଇ ଅଶେଷ କଳ୍ପୁଷ। କର୍ଦ୍ଦମ ଋଷିଙ୍କର ବଲା ଜ୍ୟେଷ୍ଠ ଦୁହିତା ତାରେ ଦେଲା। ମରିଚି ବୀର୍ଯ୍ୟେ ତା ଉଦରେ ଜନ୍ମିଲେ ଏବେ ନିକୁମରେ। କଶ୍ୟପ ପୂର୍ଣ୍ଣିମା ଯେ ଦୁଇ ସୂଚି ସୁନ୍ଦର ବେନି ଭାଇ। ଏବେନି ଭାଇଙ୍କର ବଂଶ ଜଗତେ ହୋଇଲେ ପ୍ରକାଶ। ବିରଜ ବିଶ୍ଵଗ ସେ ସୁତ ଅପରେ ବିଶେଷ ବିଦିତ। ଦେବକୁଲ୍ୟା ଯେ କନ୍ୟା ତାର ସଂସାରେ ହୋଇଲା ପ୍ରଚାର। ସେ ଅନୁସୟା ଅତ୍ରି ନାରୀ ଅତି ସୁନ୍ଦରୀ ସୁକୁମାରୀ। ତାହାର ଗର୍ଭେ ତିନି ସୁତ ହୋଇଲେ ଜଗତ ବିଦିତ। ଦତ୍ତ ଦୁର୍ବାସା ସୋମ ତିନି ଦେବଙ୍କ ରୂପ ଘେନି। ବିଦୁର ଉବାଚ ଅତ୍ରିର ପତ୍ନୀ ଗର୍ଭଗତେ ତ୍ରିଦେବ ଜନ୍ମିଲେ ଜଗତେ। ସେ ବ୍ରହ୍ମା ବିଷ୍ଣୁ ତ୍ରିପୁରାରୀ ସୃଷ୍ଟି ପାଲନ ଅନ୍ତକାରୀ। ଏକଥା ସଂଶୟ ତମତେ ଭୋମୁନି କହ ଶୁଦ୍ଧ ଚିତ୍ତେ। କି ହେତୁ କି କର୍ମ ବିଚାରି କିମ୍ବା ଜନ୍ମିଲେ ଦେହ ଧରି। ମୈତ୍ରେୟ ଉବାଚ ଶୁଣ ବିଦୁର ତୋଷ ମନେ ଅତ୍ରି ଯେ ବ୍ରହ୍ମାର ନନ୍ଦନେ। ସ୍ୱଭାବେ ବ୍ରହ୍ମ ବିଦ୍ୟା କର ବ୍ରହ୍ମା ବୋଇଲେ ତପ କର। ସେ ତପେ ଯେବା ଦେବ ସେବି ତାର ପ୍ରସନ୍ନେ ଫଳ ଲଭି। ଏମନ୍ତେ ପିତା ବାକ୍ୟ ମାନି ଧର୍ମ ପତ୍ନୀ କି ସଙ୍ଗେ ଘେନି। ସେ ପତିବ୍ରତା ଅନୁସୂୟା ତାକୁ ନ ଲାଗେ ବିଷ୍ଣୁ ମାୟା। ସେ ସାଧୁ ପତ୍ନୀ ସଙ୍ଗ ମେଲେ ମିଳିଲେ ଗିରି କୁଲାଚଲେ। ସେ ଗିରି ଶିଖେ ନାନା ଫୁଲ ସୁରଙ୍ଗ ସୁଗନ୍ଧ ମୂଲ୍ୟ। ଚନ୍ଦନ ଚମ୍ପକ ଅଶୋକ ପାରିଜାତ ସେ କୁରୁବକ। ତ୍ରିସନ୍ଧ୍ୟା ନଦୀ କୂଳେ ରହେ ସ୍ନାନେ ସକଲ ପାପ ଦହେ। ସେ ବନେ ପଶିବେନି ଜନେ ତପସ ସମାଧି ଯୋଗ ଧ୍ୟାନେ। ମନକୁ କରି ଆତ୍ମା ବଳେ ପବନ ଇନ୍ଦ୍ରିୟ ନିଶ୍ଚଳେ। ଏକ ଚରଣେ ଉଭା ହୋଇ ଉପର ମୁଖେ ଶୁଦ୍ଧେ ଧ୍ୟାଇ। ସତେ ବରଷ ଯୋଗ ଧ୍ୟାନେ ବଞ୍ଚିଲେ ପବନ ଭୋଜନେ। ନିଶ୍ଚଳ ଯୋଗ ଧ୍ୟାନେ ଚିତ୍ତେ ମନ୍ତ ବିଚାରନ୍ତି। ଜଗତ ପ୍ରଭୁ ସେ ଈଶ୍ୱର ସୃଷ୍ଟି ପାଳନ ଚକ୍ରଧର। ଅନାଦି ପରମ କାରଣ ଦୁର୍ଲଭ ଯାହାର ଚରଣ। ଆମର ସନ୍ତତି କାରଣ ଶରଣ ଗଲୁ ତା ଚରଣ। ହେମନ୍ତ ଚିତ୍ତେ ବିଚାରନ୍ତି ହରି ହୁଁ ଅନ୍ୟ ନ ଜାଣନ୍ତି। ସେ ହରି ଯେବେ ଦୟା କରେ ଜନ୍ମ ଲଭିବେ ମୋର ଘରେ। ତେବେ ସେ ଜୀବନ ମୋହର ସେ ହରି ଶରଣ ସୋଦର। ହେମନ୍ତ ନିତ୍ୟ ଚିତ୍ତେ ଚିନ୍ତି ସେ ବନେ ତପସ୍ୟା ସାଧନ୍ତି। ଊର୍ଦ୍ଧ୍ୱ ବଦନେ ସେ ନିଶ୍ଚଳ
ଏମନ୍ତେ ଗଲା ଦୀର୍ଘ କାଳ। ପ୍ରାଣ ସଂଯମ ଶ୍ରମ ବଳେ ଶିରେ ଉପୁଜିଲା ଅନଲେ। ତେଜେ ତାପିଲେ ତିନି ପୁର ଦେଖି କମ୍ପିଲେ ସୁର ନର। ବିଶ୍ୱ କମ୍ପିତ ତେଜ ଭୟେ ଦେଖି ଗୋବିନ୍ଦ କଲେ ଦୟେ। ତତ୍କ୍ଷଣେ ପ୍ରଭୁ ନରହରି ତିନି ଦେବଙ୍କ ରୂପ ଧରି ବେଗେ ମିଳିଲେ ଶୂନ୍ୟ ପଥେ ଗନ୍ଧର୍ବ ବିଦ୍ୟାଧର ଯୁଥେ। ସୁସ୍ୱରେ ଯେତେ ଗୀତ ଗାନ ଯେତେ ଧ୍ରୁପଦ ଆତ୍ମମନ ସେ ହରି ନିଜ ଗୁଣ ଗାଇ ତପ ପ୍ରଭାବ ହୃଦେ ବହି। ଦୂରଗମନ ଅତି ଶ୍ରମେ ମିଳିଲେ ମୁନିଙ୍କ ଆଶ୍ରମେ। ଦେବଙ୍କ ଆଗମନ ଦେଖି ସେ ମୁନି ଆସନ ଉପେକ୍ଷି ସମାଧି ତପ ଆଚରଣେ ଥିଲେ ସେ ଏକଇ ଚରଣେ। ବେନି ଚରଣ ସ୍ଥିରେ ଥୋଇ କପୋଲେ ବେନି ହସ୍ତ ଦେଇ ହରଷେ ଅଶ୍ରୁ ଜଳ ନେତ୍ରେ ପ୍ରଣାମ କଲେ ଦଣ୍ଡବତେ। ଉଠି ଚାହିଁ ଶୂନ୍ୟ ମାର୍ଗେ ତିନି ମୂରତି ଦେଖି ଆଗେ। ବୃଷଭ ପରି ପକ୍ଷୀରାଜ ଯାନେ ପରମହଂସଙ୍କ ବିମାନେ। ତିନି ଦେବଙ୍କ ଚିହ୍ନ ଦେଖି ନିର୍ମଳ କଲା ବେନି ଆଖି। ଦେଖଇ ବ୍ରହ୍ମା ବିଷ୍ଣୁ ହର ନିଜ ଆୟୁଧେ ମନୋହର। ପ୍ରସନ୍ନ ଦିଶେ ମୁଖ କାନ୍ତି ঈଷତ ହାସେ ଶୋଭା ପାନ୍ତି। ଏମନ୍ତେ ଦେଖି ତିନି ମୁଖ ମୁନି ଛାଡ଼ିଲେ ମନ ଦୁଃଖ। କଣ୍ଠ କଣ୍ଠିତ ଗଦ ଗଦେ ପ୍ରଣାମ କଲେ ତିନି ପାଦେ। କର ଯୁଗଲ ଶିରେ ଦେଇ ବୋଲଇ ତାଙ୍କ ମୁଖ ଚାହିଁ। ସ୍ଥିତି ଉଦ୍ଭବ ଲୟ କାଜେ ତୁମର ଶରୀର ବିରାଜେ। ଭକ୍ତ ଜନଙ୍କ ପ୍ରିୟ ଭାବ ଶରୀର ବହୁ ଅନୁରାଗ। ଉଠି ଚାହିଁଲା ଶୂନ୍ୟ ମାର୍ଗେ ଶ୍ଵେତ ଶୀତ ବିତରାଗେ। ତୁମେ ଯେ ବ୍ରହ୍ମା ବିଷ୍ଣୁ ହର ମୁଁ ତୁମ ଚରଣେ କିଙ୍କର। ତୁମର ରୂପ ଏ ସଂସାରେ ପ୍ରକାଶେ ଜନ ଉପକାରେ। ଏମନ୍ତେ ଅତ୍ରି ବାକ୍ୟ ଶୁଣି ବିଷ୍ଣୁ ଶଙ୍କର କୁଶ ପାଣି। ଦେବା ଉବାଚ କହନ୍ତି ଅତ୍ରି ମୁଖ ଚାହିଁ ଭୋ ମୁନି ଭାଗ୍ୟବନ୍ତ ତୁହି। ତୋହର ପ୍ରାୟ ତପ ଘୋରେ ତପସ୍ୱୀ ନାହିଁ ଏ ସଂସାରେ। ପତ୍ନୀ ସହିତେ ଦୁଃଖ ସହି ତପ ଯେ କଲୁ ବନେ ରହି। ଚିତ୍ତେ ତୁ କଳ୍ପିଅଛୁ ଯାହା ତେଣୁ ଆମ୍ଭର ତତେ ଦୟା। ମନେ ତୁ ସଂଶୟ ନ କର ହୋଇବୁ ତୁମର କୁମର। ତୋହର ଯଶ ଏ ଜଗତେ ନିଶ୍ଚଳେ ରହିବ ଯେମନ୍ତେ। କରିବୁ ସତ୍ୟ ଏ ବଚନ ହେମନ୍ତ କହି ଅନ୍ତର୍ଧ୍ୟାନ। ମୈତ୍ରେୟ ଉବାଚ ନିଜ ଭୁବନେ ଗଲେ ବେଗେ ସେ ଅତ୍ରି ପତ୍ନୀ ଗର୍ଭ ଭାଗେ। ଋତୁ ସଙ୍ଗମ ପତ୍ନୀ ସଙ୍ଗେ ଜନ୍ମ ହୋଇଲେ ତିନି ଦେବେ। ନୟନ ମଧୁ ସୋମ ଜାତ ଉଦରୁ ରୁଦ୍ରର ସମ୍ଭୂତ। ଦୁର୍ବାସା ଧୂର୍ଜିଟିର ଅଂଶେ ଜନ୍ମ ହୋଇଲେ କୁଷ୍ଟ ଦେଶେ। ତପ ପ୍ରଭାବର ଏ ଗୁଣ ଏବେ ଅଙ୍ଗିରା ବଂଶ ଶୁଣ।
ଶ୍ରଦ୍ଧା ଯେ ଅଙ୍ଗିରା ଯୁବତୀ ତାର ସଂଯୋଗେ ପ୍ରଜାପତି ଚାରି ଦୁହିତା ଜନ୍ମ କଲା ସୁନ୍ଦର ରୂପ ଗୁଣଶୀଲା ତୁଳନା ନାହିଁ ଅନୁପମ ଶୁଣ ହେ ତାହାଙ୍କର ନାମ ପ୍ରଥମ କନ୍ୟା ସିନିବାଲି ଅପରେ କହୁଁ ରାକାବାଲି ଚତୁର୍ଥ ନାମ ଅନୁମତି ଏମନ୍ତେ କନ୍ୟାଙ୍କର ଖ୍ୟାତି ଅପରେ ବେନି ସୁତ ଜାତ ଔତଥ୍ୟ ବୃହସ୍ପତି ସୁତ ବ୍ରହ୍ମା ବନ୍ଦିତ ତାଙ୍କ ଗୁଣ ପୋଲସ୍ତି ସୃଷ୍ଟି ଏବେ ଶୁଣ ଅଗସ୍ତି ହବି ନାମ ବେନି ଜନ୍ମିଲେ ବ୍ରହ୍ମ ତେଜ ଘେନି ଏ ଯେ ସୁରୁଚି ମନ୍ୱନ୍ତରେ ବିଖ୍ୟାତ ଖ୍ୟାତି ତିନି ପୁରେ ସେ ପୁଣି ଅନ୍ୟ ଜନେ ଖ୍ୟାତ ବ୍ରତୋଲି ବିଶ୍ରବା ସମ୍ଭୂତ ବ୍ରତୋଲି ପତ୍ନୀ ଇଡ଼ବଲା ଦୁର୍ଜୟ ପୁତ୍ର ପ୍ରସବିଲା କୁରୂପ ଦେଖି ତା ଶରୀର ତା ନାମ କଲ୍ପିଲା କୁବେର ପୁଣି ବିଶ୍ରବା ରୂପ ଘେନି ଅସୁରୀ ଗର୍ଭେ ପୁତ୍ର ତିନି ରାବଣ କୁମ୍ଭକର୍ଣ୍ଣ ନାମ ତେଜେ ତ୍ରୈଲୋକ୍ୟ ନାହିଁ ସମ ପୁଣି ଜନ୍ମିଲେ ବିଭୀଷଣ ବିଷ୍ଣୁର ଭକ୍ତ ମହାଜନ ପୋଲସ୍ତି ପୁତ୍ର ଭାନୁ ଗର୍ଭେ ତିନି ବାଲକ ସୃଷ୍ଟି ଲଭେ କେ ପାରେ ତାଙ୍କ ଗୁଣ ଚିନ୍ତି ଅନଲ ପ୍ରାୟେ ତେଜ କାନ୍ତି ଜ୍ୟେଷ୍ଠର ନାମ କର୍ଣ୍ଣ ଶ୍ରେଷ୍ଠ ଦ୍ୱିତୀୟ ବରିୟସ ଶ୍ରେଷ୍ଠ କନିଷ୍ଠ ସହିଷ୍ଣୁ ପ୍ରକାଶ ଏବେ ତୁ ଶୁଣ କ୍ରତୁ ବଂଶ କ୍ରତୁର ପତ୍ନୀ ନାମ କ୍ରିୟା ତା ପୁତ୍ର ଶୁଣ ପୁଣ୍ୟ ଦେହା 60 ସହସ୍ର ବାଲଖିଲ୍ୟା ତା ଗର୍ଭେ ପୁତ୍ର ଉପୁଜିଲା କେ ପାରେ ତାଙ୍କ ଗୁଣ ଚିନ୍ତି ଅନଲ ପ୍ରାୟ ରୂପ କାନ୍ତି ଶୁଣ କହିବା ବଂଶ ଏବେ ବଶିଷ୍ଠ ଅରୁନ୍ଧତୀ ଗର୍ଭେ ନିର୍ମଳ ଗୁଣ ସପ୍ତ ଋଷି ଭାନୁ ଉଦୟେ ତାହା ଘୋଷି ଶୁଣ ବିଦୁର ମନ ସୁଖେ କହିବା ଚିତ୍ର କେତୁ ମୁଖେ ଜ୍ୟେଷ୍ଠ ଚିତ୍ର କେତୁ ସୁରୋଚି ବିରାଜ ମିତ୍ର ବେନି ସୂଚି ଉଲ୍ବଣ ବସୁ ଭୃତ୍ୟ ଜାତ ଦ୍ୱିମାନ ଶକ୍ତିଙ୍କ ସମ୍ଭୂତ ଚିତିର ବଂଶ ଏବେ କହି ଶୁଣ ବିଦୁର ମନ ଦେଇ ଅପୂର୍ବ ପତ୍ନୀ ଯେ ସ୍ୱଭାବେ ପୁତ୍ରେ ଜନ୍ମିଲା ତାର ଗର୍ଭେ ଦଧିଚି ନାମେ ମହାବୀର ସ୍ୱଭାବେ ଦିଶେ ଅଶ୍ଵଶୀର କେ କହିପାରେ ତାଙ୍କ ଗୁଣ ଏବେ ତୁ ଭୃଗୁ ବଂଶ ଶୁଣ ଭୃଗୁର ପତ୍ନୀ ଖ୍ୟାତି ଗର୍ଭେ ତିନି ଅପତ୍ୟ ସୃଷ୍ଟି ଲଭେ ଧାତା ବିଧାତା ବେନି ସୁତ କନ୍ୟା ଏ କମଲା ସମ୍ଭୂତ ଦାତା ବିଧାତା ବେନି କୋଲେ ସୁନ୍ଦର ରୂପ ବାଲକାଲେ ସୁମେରୁ ପର୍ବତ ଦୁହିତା ଆୟତି ନିୟତି ସମ୍ଭୂତା ଏବେନି କନ୍ୟା ବେନି ଭାଇ ବିବାହ କଲେ ବେନି କୋହି ସେବେନି କନ୍ୟା ଗର୍ଭଗତେ ଜନ୍ମ ଲଭିଲେ ବେନି ସୁତେ ମୃକୁଣ୍ଡ ପ୍ରାଣ ତାଙ୍କ ନାମ ସୁନ୍ଦରେ ସମ ନୁହେଁ କାମ ମାର୍କଣ୍ଡେୟ ମୃକୁଣ୍ଡ ହେଲା ସଂସାରେ ଖ୍ୟାତି ସେ ଲଭିଲା ସେ ପ୍ରାଣୁ ଦେବ ଶିରା ହୁଏ
मुनिଙ୍କ मध्ये महाशये। उषना मुनि जार सुत कविଙ୍କ मध्ये महाव्रत। ए सर्व मुनि महाजन स्वभावे त्रैलोक्य भावन। एमंत कर्दम संतति कहिली मुनि वंश ख्याति। ये जस शुणन्ते संसारे ज्ञान ज्ञान पापरे। ए स्वयं भुव मनुसुता प्रसूति नामे पतिव्रता। ताहार प्रिय बुद्धमती जा नाम दक्ष प्रजापति। ता बीर्जे प्रसूतिर गर्भे 16 कन्या से प्रसवे। जन्मिले नाम सुलोचनी रूपे त्रिभुवन मोहिनी। धर्म को त्रयोदश नारी देला से अलंकार भरी। अग्नि को एक कन्या देला पितृपुरुषे कबला। अपरे नारी सती कन्या सुगुणा प्रतिवता धन्या। अनेक मते तार गुण शिवंकु कला से प्रदान। श्रद्धा मैत्री दया शांति सृष्टि पुष्टि क्रिया उन्नति। तितिक्षा मूर्ति बुद्धि मेधा लज्जा सहिते पर सिद्धा। एमंते धर्म एते नारी दक्षर भावे विवाह करी। श्रद्धा सत्य को प्रसविला मैत्री प्रसादे उपजिला। अभय हेला दया ठारू श्रम जे जन्मिला शांतिरू। हर्षरू तृष्टि प्रसविला पृष्टिरू गर्भ जे होइला। जोग होइला क्रिया ठारू दर्पक उन्नति गर्भरू। अर्थरू बुद्धि उपजिला स्मृति जे मेधारू जन्मिला। तितिक्षा प्रसविला क्षम विनय लज्जारू जानिम। क्षेम प्रसूति क्रिया तहु मूर्तिर सुत एवे कहूँ। जहि आश्रित सर्वगुण सेवेनी नर नारायण। एवेनी पुत्र जन्म दिने आनंद एति निभुवने। से गगन गिरि नदी आनंदे उल्लोल जलधि। गगन पुरे तुरी घोषे निर्मेघे कुसुम बरसे। सकल मुनि स्तुति करी रंगे नाचंती अपसरी। गंधर्व किन्नर आनंदे गावंती विद्याधर वृंदे। सकल गृहे अनुकूल उच्छुले परम मंगल। हरसे हर पद्मयोनि संगे देवता वृंद घेनी। मिलिले धर्मर भुवने आनंदे मने सर्वजने। जे निजे माया गुणे हरि विश्व संसारे रूप धरी। विश्व पालन क्षमर्थे भारत भूमि मध्य गते। तप आचरी जनहिते से हरि चरणे नमस्ते। जे हरि सृष्टि लय अर्थे आमंकु सर्जिला जगते। सर्वलक्षण अर्थे हरि आत्मा को बेनी रूप करी। परिपालन तप बड़े आसने धरणी मंडले। श्रीनिकेतन तीनि नेत्र क्षणे किंचित से पवित्र। संसारा वर्ण सुखे तरे जे प्राणी तोते आश्रा करे। हेमंत सुर गणे गाये स्तुति करंती मुख चाहि। जगत हिते तपर्थे
ସେ ଗନ୍ଧ ମାର୍ଦନ ପର୍ବତେ ମିଳିଲେ ଶୁଭ ଲଗ୍ନ ବେଲେ ଭାରତ ଭୂମି ସୁମଙ୍ଗଲେ। ସେବେନି ରୂପ ବିଷ୍ଣୁ ଅଂଶେ ଜନ୍ମ ହୋଇଲେ ଧର୍ମ ବଂଶେ ଭୂମିର ଭାରା ନିବାରଣେ ଜଗତ ପରମ କାରଣେ ସମ୍ଭବେ ଯଦୁ କୁରୁ ବଂଶେ କୃଷ୍ଣ ଅର୍ଜୁନ ବିଷ୍ଣୁ ଅଂଶେ। ଅଗ୍ନିରେ ସ୍ୱାହା ସ୍ୱଧା ନାରୀ ତିନି ଅପତ୍ୟ ଜନ୍ମ କରି ପାବକ ପବମାନ ସୂଚି ହୁତ ଭୋଜନ ଜଲ ରୁଚି। ଏ ତିନି ବୀର୍ଯ୍ୟ ଅଗ୍ନି ଗଣେ ଜନ୍ମିଲେ ସଂସାର ଧାରଣେ ଊନପଞ୍ଚାଶ ରୂପ ହୋଇ ତେଜେ ଗଞ୍ଜନ୍ତି ସ୍ୱର୍ଗମହୀ ସ୍ୱଚ୍ଛନ୍ଦେ ପିତୃଗଣ ସଙ୍ଗେ ମିଳନ୍ତି ବୈତାଳିକ ରଙ୍ଗେ। ଯେ ବ୍ରହ୍ମାବାଦୀ ବିପ୍ରଗଣେ ସେ ଯଜ୍ଞେ ମନ୍ତ୍ର ଉଚ୍ଚାରଣେ ଅଗ୍ନିକୁ କରନ୍ତି ବରଣ ତାହାଙ୍କ ନାମ ଏବେ ଶୁଣ। ଅଗ୍ନି ସୁଧା ଯେ ହବିଷଦ ସୋମପା ଐଜ ବସୁବେଦ ଅଗ୍ନିର ପତ୍ନୀ ସ୍ୱାହା ନାମ ସ୍ୱରୂପ ଗୁଣେ ଅନୁପମ ତାର ଉଦରେ କନ୍ୟା ବେନି ଜନ୍ମିଲେ ପିତୃ ରୂପ ଘେନି। ଅଷ୍ଟବସୁଙ୍କ ନାମ ଭଣୀ ଯା ନାମ ବିଷ୍ଣୁ ତା ଧରଣୀ ଏବେନି କନ୍ୟା ଯୋଗ ଜ୍ଞାନୀ ବଞ୍ଚନ୍ତି ଭୁବନ ପାବନୀ ଏମନ୍ତ ଦକ୍ଷ ପ୍ରଜାପତି ତାର କୁମାରୀ ନାମ ସତୀ। ଈଶ୍ୱର ପତ୍ନୀ ଯେ ସ୍ୱଭାବେ ତାର ଚରିତ ଶୁଣ ଏବେ ଆତ୍ମା ସଦୃଶ ପୁତ୍ର ସୁଗର୍ଭେ ସେ ସତୀ କେବେ ହେନ ଲଭେ। ପିତାର ଯଜ୍ଞଶାଲେ ଯାଇ ସ୍ୱାମୀର ଛଲେ କ୍ରୋଧ ବହି ଦେବଙ୍କ ମଧ୍ୟରେ ଯଜ୍ଞଶାଲେ ଜୀବନ ଛାଡ଼ିଲା ଅନଲେ। ଚତୁର୍ଥ ସ୍କନ୍ଧେ ଭାଗବତ କହଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ଚତୁର୍ଥ ସ୍କନ୍ଧେ मैत्रेय विदुर संवादे नाम प्रथमोऽध्यायः।